ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ପାଠ 5 ଆମ ରାଜ୍ୟର ପ୍ରଧାନ ପ୍ରାକୃତିକ ସମ୍ପଦକୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ଏ ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ପିଲାମାନେ ଆସ ଏହି ପାଠଟିକୁ ଆମେ ସଂକ୍ଷେପରେ ଆଲୋଚନା କରିବା। ଦେଖ, ପ୍ରଥମେ ପ୍ରାକୃତିକ ସମ୍ପଦ କ'ଣ ସେ ବିଷୟରେ ଜାଣିବା। ନଦୀ, ପାହାଡ଼, ପର୍ବତ, ଜଙ୍ଗଲ, ଖଣିଜ ପଦାର୍ଥ, ଜମି, ଧାନ, ଚାଉଳ, ସୁନା, ରୂପା, ଟଙ୍କା, ପଇସା ଇତ୍ୟାଦି ଆମର ସମ୍ପଦ। ଆମେ ସମ୍ପଦ କ'ଣ ନା ନଦୀ, ପାହାଡ଼, ପର୍ବତ, ଜଙ୍ଗଲ, ଖଣିଜ ପଦାର୍ଥ, ଜମି, ଧାନ, ଚାଉଳ, ସୁନା, ରୂପା, ଟଙ୍କା ଏସବୁକୁ ସମ୍ପଦ କୁହାଯାଏ। ଏଗୁଡ଼ିକ ମଧ୍ୟରୁ ଆମକୁ ମାଟି, ଜଳ, ଗଛଲତା, ଜୀବଜନ୍ତୁ, ଖଣିଜ ପଦାର୍ଥ ଆଦି ପ୍ରକୃତିରୁ ମିଳିଥାଏ। ତେଣୁ ପ୍ରାକୃତିକ ସମ୍ପଦ କହିଲେ କ'ଣ ବୁଝ? ଯେଉଁ ସମ୍ପଦ ପ୍ରକୃତିରୁ ମିଳିଥାଏ ତାହା ପ୍ରାକୃତିକ ସମ୍ପଦ କୁହାଯାଏ। ଯଥା କୌଣସି ମଣିଷ ତିଆରି କରିପାରିବ ନାହିଁ, ପ୍ରକୃତି ଦତ୍ତ ପୂର୍ବରୁ ସୃଷ୍ଟି ହୋଇଥାଏ, ତାହାକୁ ପ୍ରକୃତି ହିଁ ସୃଷ୍ଟି କରିଛି, ତାହା ହେଉଛି ପ୍ରାକୃତିକ ସମ୍ପଦ। ଏହିଭଳି ତୁମ ଗାଁରେ, ଜିଲ୍ଲାରେ ଓ ରାଜ୍ୟରେ କି କି ସମ୍ପଦ ଅଛି, ସେହି ସମ୍ପଦ ଗୁଡ଼ିକୁ କିପରି ବ୍ୟବହାର କଲେ ଆମ ରାଜ୍ୟର ଉନ୍ନତି ହୋଇପାରିବ, ଆସ ତଳେ ଦେଇଥିବା ସାରଣୀରେ ଆମେ ଲେଖିବା। ଦେଖ ପିଲାମାନେ, ଏଠି ଲେଖା ହେଇଛି ସମ୍ପଦର ନାମ କିପରି ଆମେ ବ୍ୟବହାର କରିବା, ଗୋଟି ଗୋଟି ଆମେ ଆଲୋଚନା କରିବା। ଏଠି ଲେଖା ହେଇଛି ମୃତ୍ତିକା। ମୃତ୍ତିକା ସମ୍ପଦ, ଏହି ସମ୍ପଦକୁ ଆମେ କିପରି ବ୍ୟବହାର କରିପାରିବା। ବିଭିନ୍ନ ପ୍ରକାର ଚାଷ କରି ଅର୍ଥ ଉପାର୍ଜନ କରିବା, ଇଟା ଗଢ଼ି ଘର ତିଆରି କରିବା, ରାସ୍ତାଘାଟରେ ଥିବା ଖାଲ ଢିପକୁ ମାଟି ପକାଇ ସମାନ କରିବା, ବିଭିନ୍ନ ପ୍ରକାର ପାତ୍ର ଯଥା ହାଣ୍ଡି, ମାଠିଆ ଗଢ଼ି ଏହାକୁ ବିକ୍ରି କରି ଅର୍ଥ ଉପାର୍ଜନ କରିବା ଇତ୍ୟାଦି। ଦେଖ, ମୃତ୍ତିକା ମାନେ ମାଟି। ମାଟିକୁ ଆମେ କ'ଣ ବ୍ୟବହାର କରୁ? ମାଟିରେ ଇଟା ଗଢ଼ାଯାଏ, ରାସ୍ତାଘାଟ ଖାଲ ଢିପକୁ ସମତଲ କରାଯାଏ, ହାଣ୍ଡି ମାଠିଆ ଗଢ଼ାଯାଏ, ମୂର୍ତ୍ତି କରି ମଧ୍ୟ ବିକାଯାଏ। ଏହିଭଳି ମାଟିକୁ ଆମେ ବିଭିନ୍ନ କାମରେ ବ୍ୟବହାର କରୁ। ତାପରେ ପଶୁ ବିଷୟରେ, ପଶୁ ଆମର ସମ୍ପଦ। ପଶୁ ସମ୍ପଦକୁ ଆମେ କିପରି କାମରେ ବ୍ୟବହାର କରିପାରିବା ତାକୁ ଆମେ ଏଇ ଘରେ ଲେଖିବା। ଦେଖ, ଗୋପାଳନ କରି ଦୁଗ୍ଧ ଉତ୍ପାଦନ କରିବା, ଛେଳି ମେଣ୍ଢା ଆଦି ପାଳନ କରି ବିକ୍ରି କରିବା, କୁକୁଡ଼ା ପାଳନ କରି ଅଣ୍ଡା ଉତ୍ପାଦନ କରି ବିକିବା, ମାଂସ ହିସାବରେ ବିକିବା, କୁକୁର ଘର ଜଗାଇବା କାମରେ ଲଗାଇବା, ବଳଦ ମଇଁଷିକୁ ଚାଷ କାର୍ଯ୍ୟରେ ହଳ କରିବା, ଶଗଡ଼ ଟାଣିବା ଆଦି କାର୍ଯ୍ୟରେ ତାଙ୍କୁ ବ୍ୟବହାର କରିବା। ସେମିତି ଘୋଡ଼ା ସାହାଯ୍ୟରେ ଦୂରସ୍ଥାନକୁ ଯିବା, କେତେକ ପଶୁକୁ ସର୍କସରେ ରଖି ପଇସା ଉପାର୍ଜନ ମଧ୍ୟ କରିବା, ତାକୁ ଆମେ ଲେଖିବା ପଶୁ ସମ୍ପଦ। ସେହିଭଳି ଆମେ ଜଙ୍ଗଲ ସମ୍ପଦ। ଜଙ୍ଗଲ ଏକ ସମ୍ପଦ। ଜଙ୍ଗଲ ସମ୍ପଦର ଆମେ କିପରି ବ୍ୟବହାର କରିପାରିବା, କ'ଣ ବ୍ୟବହାର କରୁଛେ ତାକୁ ଲେଖିବା ଏଠି। ଜଙ୍ଗଲ ସୁରକ୍ଷା କରି ତାପମାତ୍ରା, ବୃଷ୍ଟିପାତ ଠିକ୍ ରଖିବା, ବାୟୁ ପ୍ରଦୂଷଣକୁ ରକ୍ଷା ପାଇବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଓ ବିକ୍ରି କରି ଅର୍ଥ ଉପାର୍ଜନ କରିବା ଜଙ୍ଗଲ ସମ୍ପଦର କାମ। ଜଳ ସମ୍ପଦ। ଜଳ ଏକ ସମ୍ପଦ। ଜଳ ମଧ୍ୟ ପ୍ରାକୃତିକ ସମ୍ପଦ। ଜଳ ସମ୍ପଦର ଉପଯୁକ୍ତ ବିନିଯୋଗ କରି ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଦେଶକୁ ସ୍ୱାବଲମ୍ବୀ କରିବା, ଦେଶରୁ ପାନୀୟ ଜଳ ଅଭାବ ଦୂର କରିବା, ଜଳସେଚନ ଦ୍ୱାରା ଅଧିକ ଜମିକୁ କୃଷି ଉପଯୋଗୀ କରିବା, ଭୂତଳ ଜଳକୁ ବ୍ୟବହାର କରି ଚାଷ କାର୍ଯ୍ୟରେ ଲଗାଇ ପାରିଲେ ଆମେ ବିଶେଷ ଉପକାର ପାଇପାରିବା। ତାପରେ ଆସିଲା ଖଣିଜ ପଦାର୍ଥ। ଖଣିଜ ପଦାର୍ଥ ଭିତରେ କିଏ ଯାଉଛି? ଲୁହା ଆଉ କୋଇଲା। ଆକୁ ଆମେ ଏହାର ବ୍ୟବହାର ବିଷୟରେ ଆମେ ଲେଖିବା। ଲୁହା ପଥରରୁ ଲୁହା ବାହାର କରାଯାଏ। ଏହି ଲୁହାକୁ ବ୍ୟବହାର କରି ବିଭିନ୍ନ ମେସିନ୍, ଗୃହ ନିର୍ମାଣ ଉପକରଣ, ରେଳ ଲାଇନ୍, ଟ୍ରେନ୍, ଲୁହା ନିର୍ମିତ ଜିନିଷ ମଧ୍ୟ ତିଆରି କରି ରାଜ୍ୟ ତଥା ଦେଶର ଅର୍ଥନୀତିକୁ ଦୃଢ଼ କରିବା। ସେହିଭଳି କୋଇଲା।
କୋଇଲାକୁ ରୋଷେଇ ଠାରୁ ଆରମ୍ଭ କରି ଟ୍ରେନ୍ ଚାଲିବା ପର୍ଯ୍ୟନ୍ତ ଜାଳେଣୀ ଭାବେ ବ୍ୟବହାର କରିବା। ତାପଜପିତ କାରଖାନାରେ କୋଇଲାକୁ ବ୍ୟବହାର କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ଆଦି କାର୍ଯ୍ୟରେ ତାକୁ ବ୍ୟବହାର କରିବା। ଏଥିରୁ ଆମେ ଜାଣିଲେ ପ୍ରାକୃତିକ ସମ୍ପଦ ମଧ୍ୟରୁ କେତୋଟି ପ୍ରଧାନ ସମ୍ପଦ ହେଉଛି ମୃତ୍ତିକା ସମ୍ପଦ, ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ପଶୁ ସମ୍ପଦ, ମାନବ ସମ୍ପଦ। ଆସ ଏଗୁଡ଼ିକ ଆମ ରାଜ୍ୟର କେଉଁଠାରେ ମିଳେ ଏବଂ ସେଗୁଡ଼ିକ କି କାମରେ ଲାଗେ ଆମେ ଜାଣିବା। ଦେଖ ପିଲାମାନେ, ଏକ ମୃତ୍ତିକା ସମ୍ପଦ। ମୃତ୍ତିକା ସମ୍ପଦ ବିଷୟରେ ଆମେ ଜାଣିବା। ଆମ ରାଜ୍ୟରେ ବିଭିନ୍ନ ପ୍ରକାର ମାଟି ଦେଖିବାକୁ ମିଳେ। ସମୁଦ୍ର କୂଳିଆ ମାଟିରେ ବାଲିର ପରିମାଣ ଅଧିକ ଥାଏ। ଏଥିରେ ଭଲ ଫସଲ ହୁଏ ନାହିଁ। ଏହାକୁ ବାଲିଆ ମାଟି ବୋଲି କୁହାଯାଏ। ସମତଳ ଅଞ୍ଚଳର ମାଟିରେ ବାଲି ଆଉ ପଟୁ ମିଶିଥାଏ। ଏହି ମାଟି ବହୁତ ଉର୍ବର। ଏଥିରେ ବିଭିନ୍ନ ପ୍ରକାର ଫସଲ ଭଲ ହୋଇଥାଏ। କେତେକ ଜିଲ୍ଲାରେ ମାଙ୍କଡ଼ା ପଥର ମଧ୍ୟ ମିଳେ। ଏଗୁଡ଼ିକ ଘର ତିଆରିରେ ବ୍ୟବହାର କରାଯାଏ। ଆଉ କେତେକ ଅଞ୍ଚଳରେ ବାଦାମୀ ରଙ୍ଗର ମାଟି ଓ କଳା ମାଟି ଦେଖାଯାଏ। କଳା ମାଟି ଉର୍ବର ଓ ଚାଷ ଉପଯୋଗୀ। ବାଦାମୀ ରଙ୍ଗର ମାଟି ଉର୍ବର ନୁହେଁ, ତେଣୁ ଚାଷ ଉପଯୋଗୀ ନୁହେଁ। ଲାଲ ମାଟିରେ ମଧ୍ୟ ଭଲ ଚାଷ ହୁଏ ନାହିଁ। ହେଲା, ଜାଣିଲେ ମୃତ୍ତିକାର ବିଭିନ୍ନ ପ୍ରକାର ମୃତ୍ତିକା ବିଷୟରେ। ମାଟି ବିଭିନ୍ନ ପ୍ରକାର, ସମୁଦ୍ର କୂଳର ମାଟି, ଲାଲ ମାଟି ଏବଂ କଳା ମାଟି, ବାଦାମୀ ରଙ୍ଗର ମାଟି, ଏସବୁ ବିଷୟରେ ଆମେ ଜାଣିଲେ। ତୁମ ଅଞ୍ଚଳର ମାଟିକୁ ସଂଗ୍ରହ କର। ସେଗୁଡ଼ିକ କି ରଙ୍ଗ ଲେଖିବ, ତାହା ତୁମେ ଲେଖିବ ଏବଂ କେଉଁ ମାଟି ଉପଯୁକ୍ତ ଏବଂ ଚାଷ ପାଇଁ ଉପଯୁକ୍ତ ହେବ ତାକୁ ଆମେ ଲେଖିବା ଜାଣିବା। ମାଟିର ପରିମାଣ କମିଯିବ, ମାଟିର ଉର୍ବରତା ହ୍ରାସ ପାଇବ। ମୃତ୍ତିକା କ୍ଷୟ ରୋକିବା ପାଇଁ ଆମେ ଯଥେଷ୍ଟ ପରିମାଣରେ ଗଛ ଲତା ଲଗାଇବା। ଦେଖିଛ ପିଲାମାନେ, ଯେଉଁଠି ଗଛ ନଥାଏ ସେ ସ୍ଥାନର ମାଟି ଧୋଇ ହୋଇଥାଏ ବା ମୃତ୍ତିକା କ୍ଷୟ ହୋଇଥାଏ, ଏବଂ ଯେଉଁ ସ୍ଥାନରେ ଗଛ ଥାଏ ତାହା ମାଟି ଧୋଇ ହୋଇ ନଥାଏ। ତେଣୁ ଆମେ ଗଛ ଲଗାଇବା, ତାହେଲେ ମୃତ୍ତିକାକୁ କ୍ଷୟରୁ ଆମେ ବଞ୍ଚାଇ ପାରିବା। ଏବେ ତୁମେ ଜାଣିଛ କି 1 ସେଣ୍ଟିମିଟର ମୃତ୍ତିକା ଗଠନ ପାଇଁ 100 ବର୍ଷ ଲାଗିଥାଏ। ତେଣୁ ମାଟିକୁ ଆମେ ସଂରକ୍ଷଣ କରିବାକୁ ହେଲେ, ମୃତ୍ତିକା କ୍ଷୟ ରୋକିବାକୁ ହେଲେ ଆମେ ଯଥେଷ୍ଟ ପରିମାଣରେ ଗଛ ଲଗାଇବାକୁ ପଡ଼ିବ। 2. ଜଳ ସମ୍ପଦ। ଆମ ରାଜ୍ୟରେ ଅଂଶୁପା ଓ ଚିଲିକା ହ୍ରଦ ଅଛି। ଅଂଶୁପାର ଜଳ ମଧୁର, ଏହା କଟକ ଜିଲ୍ଲାରେ ଅବସ୍ଥିତ। ଚିଲିକାର ଜଳ ଲୁଣିଆ, କାରଣ ଏହା ସମୁଦ୍ର ସହ ସଂଯୁକ୍ତ ହୋଇଛି। ଏହା ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଲାଗି ରହିଛି। ଜଳ ସମ୍ପଦ ଅଂଶୁପା ହ୍ରଦ, ଏହା କଟକରେ ଅବସ୍ଥିତ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାକୁ ଲାଗି ଏହା ରହିଛି। ଜଳ ହେଉଛି ଆମର ଅମୂଲ୍ୟ ସମ୍ପଦ। ଜଳ ବିନା ଜୀବଜଗତ ବଞ୍ଚିପାରିବ ନାହିଁ। ଜଳକୁ ଆମେ ଅନେକ କାର୍ଯ୍ୟରେ ଲଗାଇଥାଉ, ତେଣୁ ଆମେ ଜଳକୁ ନଷ୍ଟ କରିବା ନାହିଁ। ଆମ ରାଜ୍ୟରେ ମହାନଦୀ, ଇବ୍, ବିରୂପା, କାଠଯୋଡ଼ି, ତେଲ, ହାତୀ, ଅଙ୍ଗ, ବ୍ରାହ୍ମଣୀ, ଋଷିକୂଲ୍ୟା, ବୁଢ଼ାବଳଙ୍ଗ, ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ବଂଶଧାରା, ଶଙ୍ଖ, ଦୟା, ଭାର୍ଗବୀ, କୁଶଭଦ୍ରା, ସୁବର୍ଣ୍ଣରେଖା, ସାଳନ୍ଦୀ, ନାଗାବଳୀ, ବୈତରଣୀ, ଅନ୍ୟାନ୍ୟ ଅନେକ ନଦୀ ବହି ଯାଇଅଛି। ଏହା ବ୍ୟତୀତ ଯଦି ତୁମ ଅଞ୍ଚଳରେ କୌଣସି ନଦୀ ବହିଯାଇଛି ତାହାର ନାମ ଲେଖିବ। ମହାନଦୀ। ଓଡ଼ିଶାର ଦୀର୍ଘତମ ନଦୀ ହେଉଛି ମହାନଦୀ। ଅଧିକାଂଶ ନଦୀ ବଙ୍ଗୋପସାଗରରେ ପଡ଼ିଛି। ତଥାପି ସମୟ ସମୟରେ ଜଳର ଉତ୍କଟ ଅଭାବ ଦେଖାଯାଏ, କାରଣ ରାଜ୍ୟର ସବୁ ଅଞ୍ଚଳରେ ବର୍ଷା ସମାନ ପରିମାଣରେ ହୁଏ ନାହିଁ। ଓଡ଼ିଶାରେ ବିଭିନ୍ନ ଜାଗାରେ ଜଳର ଅଭାବ ଦୂର କରିବା ପାଇଁ
ଅନେକ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେଉଛି। ନଦୀବନ୍ଧ ଆମର କେଉଁ କେଉଁ କାର୍ଯ୍ୟରେ ଲାଗୁଛି ଆସ ଜାଣିବା। ଦେଖ ପିଲାମାନେ, ନଦୀବନ୍ଧ ଯୋଜନା କୃଷି କାର୍ଯ୍ୟ ପାଇଁ ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଉତ୍ପାଦନ, ବନ୍ୟା ମରୁଡ଼ି ରକ୍ଷା, ମାଛ ଚାଷ। ମହାନଦୀରେ ସମ୍ବଲପୁର ଜିଲ୍ଲାର ହୀରାକୁଦଠାରେ ବନ୍ଧ ତିଆରି କରି ଜଳକୁ ସଂରକ୍ଷିତ ରଖାଯାଇଛି। ଏହା ପୃଥିବୀର ଦୀର୍ଘତମ ନଦୀବନ୍ଧ ଯୋଜନା। ହୀରାକୁଦ ନଦୀବନ୍ଧ ଯୋଜନା ପୃଥିବୀର ଦୀର୍ଘତମ ନଦୀବନ୍ଧ ଯୋଜନା। ଏହାଛଡ଼ା ରେଙ୍ଗାଲି, ଇନ୍ଦ୍ରାବତୀ, ପୋଟେରୁ ଆଦି ଅନେକ ନଦୀବନ୍ଧ ଯୋଜନା ଓଡ଼ିଶାରେ ଅଛି। ମାଟି ତଳେ ମଧ୍ୟ ଜଳ ଅଛି। ଏହାକୁ କୂପ ବା ନଳକୂପ ସାହାଯ୍ୟରେ ବାହାର କରି ଆମେ ବିଭିନ୍ନ କାମରେ ଲଗାଇଥାଉ। ଆମେ ଆମ ଜଳ ସମ୍ପଦର ସୁବିନିଯୋଗ କଲେ ଜଳାଭାବ ଦେଖାଯିବ ନାହିଁ। ତେଣୁ ଆମେ ଜଳ ସମ୍ପଦର ସୁବିନିଯୋଗ କରିବା, ତାହେଲେ ଜଳ ଅଭାବ ହେବ ନାହିଁ। ଆମେ ମନ ଇଚ୍ଛା ଜଳକୁ ବ୍ୟବହାର କରିବା ନାହିଁ। ତାପରେ ଆସିଲା ଜଙ୍ଗଲ ସମ୍ପଦ। ଜଙ୍ଗଲ ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ। ଏହା ମଧ୍ୟ ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ। ଆମ ରାଜ୍ୟର ପାର୍ବତ୍ୟ ମାଳ ଅଞ୍ଚଳରେ ଘନ ଜଙ୍ଗଲ ଦେଖାଯାଏ। ଏହି ଜଙ୍ଗଲରେ ଶାଳ, ପିଆଶାଳ, ଶିଶୁ, କୁରୁମ, ଅସନ, ଗମ୍ଭାରୀ, ମହୁଲ, ଶାଗୁଆନ, ବାଉଁଶ, ବେତ ଆଦି ଗଛ ଦେଖାଯାଏ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଝାଉଁ ବଣ, ହେନ୍ତାଳ ବଣ ଦେଖାଯାଏ। ଆମେ ଜଙ୍ଗଲରୁ ନିତିଦିନିଆ ବ୍ୟବହାର ପାଇଁ ଅନେକ ଜିନିଷ ପାଇଥାଉ। ତଳେ ଗୋଲେଇ ଯାଇଥିବା ଜିନିଷ ଗୁଡ଼ିକୁ ଆମେ ଯେଉଁଗୁଡ଼ିକ ଜଙ୍ଗଲରୁ ପାଉଛେ ସେଗୁଡ଼ିକ ବାଛି ତଳ ଖାଲି କୋଠରୀରେ ଲେଖିବା। ଏଠି ଦେଖାଯାଇଛି, ଖାଲି କୋଠରୀରେ ଆମେ ଲେଖିବା। ଜଙ୍ଗଲ ଦ୍ରବ୍ୟରୁ ଅତ୍ୟାବଶ୍ୟକ ପଦାର୍ଥମାନ ତିଆରି କରି ବିକ୍ରି କରାଯାଉଛି। ଫଳରେ ଆମର ତଥା ରାଜ୍ୟର ଉନ୍ନତି ହେଉଛି। ଆମେ ଘର ତିଆରି ପାଇଁ ବାଉଁଶ କାଠ, ଗୃହ ଉପକରଣ ପାଇଁ କାଠ, କେନ୍ଦୁପତ୍ରରୁ ବିଡ଼ି, ସବାଇ ଘାସରୁ ଦଉଡ଼ି, କାଗଜ, ଟୋଲ, ପଲାଙ୍ଗ, ଶାଳ ମଞ୍ଜିରୁ ତେଲ ବାହାର କରି ବିକ୍ରି କରାଯାଉଛି। ଜଙ୍ଗଲରୁ ବିଭିନ୍ନ ପ୍ରକାର ଖାଦ୍ୟ, ଫଳ, ମୂଳ ସଂଗ୍ରହ କରାଯାଉଛି। ବାୟୁର ଅମ୍ଳଜାନ ପରିମାଣ ବୃଦ୍ଧି କରିବାରେ ଜଙ୍ଗଲ ସାହାଯ୍ୟ କରିଥାଏ। ଜଙ୍ଗଲ ଯୋଗୁଁ ବର୍ଷା ହୋଇଥାଏ। ପରିବେଶ ପ୍ରଦୂଷଣ, ମୃତ୍ତିକାକ୍ଷୟ ଜଙ୍ଗଲ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଜଙ୍ଗଲ ସୃଷ୍ଟି ସୁରକ୍ଷା ହେଉଛି ଆମର କର୍ତ୍ତବ୍ୟ। ଜଙ୍ଗଲ ସୃଷ୍ଟି କରିବା ଏବଂ ତା'ର ସୁରକ୍ଷା କରିବା ଆମର। ଗଛ କଟା ବନ୍ଦ କରିବା, ଜଙ୍ଗଲରେ ନିଆଁ ଲଗାଇବା, ଟାଙ୍ଗରା ଭୂମିରେ ଗଛ ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିବା ଆମର ପ୍ରଧାନ କର୍ତ୍ତବ୍ୟ। ତେଣୁ ଜଙ୍ଗଲ ରହିଲେ ବର୍ଷା ହେବ, ମରୁଡ଼ିରୁ ମଧ୍ୟ ରକ୍ଷା ମିଳିବ। ସାମାଜିକ ବନୀକରଣ ଯୋଜନା, ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା ବୃକ୍ଷ ସମ୍ପଦର ବୃଦ୍ଧି ପାଇଁ ଚେଷ୍ଟା କରାଯାଇଛି। ଆମେ ଜଙ୍ଗଲ ସୁରକ୍ଷା କିପରି କରିବା? କ'ଣ କଲେ ଆମେ ଜଙ୍ଗଲ ସୁରକ୍ଷା କରିପାରିବା? ଏକ, ଗଛ କାଟିବା ନାହିଁ। ଜଙ୍ଗଲକୁ ନିଆଁ ଲାଗିବାରୁ ରକ୍ଷା କରିବା। ଜଙ୍ଗଲର ପଶୁପକ୍ଷୀଙ୍କୁ ସୁରକ୍ଷିତ ରଖିବା। କାଠର ବ୍ୟବହାର କମାଇବା। ତାହେଲେ ଆମେ ଜଙ୍ଗଲ ସୁରକ୍ଷା କରିପାରିବା। ତାପରେ ଆସିଲା ପଶୁ ସମ୍ପଦ। ପଶୁ ସମ୍ପଦ ବିଷୟରେ ଆମେ ଆଲୋଚନା କରିବା। ଗାଈ ଗୋରୁ, ଛେଳି, ମେଣ୍ଢା, ଘୁଷୁରୀ, ମଇଁଷି ଆଦି ଆମର ଅନେକ ଗୃହପାଳିତ ପଶୁ। ଗୃହପାଳିତ ମାନେ ଯାହାକୁ ଆମେ ଘରେ ପାଳନ କରୁ ତାହା ହେଉଛି ଗୃହପାଳିତ। ଗାଈ, ମେଣ୍ଢା, ଛେଳି ଆମେ ଘରେ ପାଳନ କରୁଛେ, ତେଣୁ ସେଗୁଡ଼ିକ ହେଉଛି ଗୃହପାଳିତ ପଶୁ। ସେମାନଙ୍କଠାରୁ ଆମେ ବହୁତ ଉପକାର ପାଇଥାଉ। ତେଣୁ ସେମାନେ ଆମର ଗୋଟିଏ ଗୋଟିଏ ସମ୍ପଦ। ସେହିପରି ବାଘ ଭଳି, ହାତୀ, ହରିଣ, ସମ୍ବର, ଠେକୁଆ ଆଦି ପ୍ରାଣୀମାନେ ହେଉଛନ୍ତି ଆମର ପ୍ରାକୃତିକ ସମ୍ପଦ। ମୟୂର, ବାଜପକ୍ଷୀ, କୋଚିଲା ଖାଇ, ଶୁଆ, ଶାରୀ ଆଦି ପକ୍ଷୀମାନେ ମଧ୍ୟ ଆମର ପ୍ରାକୃତିକ ସମ୍ପଦ। ଏମାନେ ଆମର ବହୁ ଉପକାର କରିଥାନ୍ତି। ଏହି ସମସ୍ତ ପ୍ରାଣୀ ଆମ ପରିବେଶ ସୁରକ୍ଷାରେ ସାହାଯ୍ୟ କରନ୍ତି। ଆବର୍ଜନା ଅଳିଆ ପଡ଼ିଲେ, ସେଗୁଡ଼ିକ ମଲା ଜୀବଜନ୍ତୁ ପଡ଼ିଲେ ସେଗୁଡ଼ିକ ଖାଇଦିଅନ୍ତି। ତାହେଲେ ପରିବେଶ ସଫାସୁତୁରା ରହିଥାଏ।
ଏଠି ଲେଖା ହେଇଛି ପଶୁଙ୍କ ନାମ। ଏଠି ଲେଖା ହେଇଛି ପଶୁଙ୍କ ନାମ, ପକ୍ଷୀଙ୍କ ନାମ। ଆମେ ଲେଖିବା କୋଠରୀରେ ଗାଈ, ମଇଁଷି, ଛେଳି, ମେଣ୍ଢା, ଘୁଷୁରୀ, ବଳଦ, ଏମାନେ ହେଉଛନ୍ତି ପଶୁ। ସେହିଭଳି ପକ୍ଷୀଙ୍କ ନାମ କୁକୁଡ଼ା, ଶୁଆ, କାଉ, ଶାଗୁଣା, ବାଜପକ୍ଷୀ, ପାରା ଇତ୍ୟାଦି। ଲୋକମାନେ ଶିକାର କରିବା ପାଇଁ ଜଙ୍ଗଲର ପଶୁପକ୍ଷୀଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଫଳରେ ପରିବେଶ ନଷ୍ଟ ହେଉଛି। ପଶୁପକ୍ଷୀଙ୍କ ଶିକାର ସରକାରଙ୍କ ଦ୍ୱାରା ନିଷେଧ କରାଯାଇଛି। ବଣର ପଶୁପକ୍ଷୀଙ୍କୁ ଶିକାର କରିବା, ସେମାନଙ୍କୁ ଆଣି ନିଜ ଘରେ ରଖିବା ଏକ ଦଣ୍ଡନୀୟ ଅପରାଧ। ତେଣୁ ସରକାର ଏଥିପ୍ରତି ସଚେତନ ହୋଇଛନ୍ତି ଏବଂ ପଶୁପକ୍ଷୀଙ୍କୁ ଶିକାର କଲେ ଦଣ୍ଡ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ତଳଚିତ୍ରକୁ ଦେଖି କେଉଁ ପ୍ରାଣୀ କେଉଁ ସଂରକ୍ଷଣ କେନ୍ଦ୍ରରେ ଅଛନ୍ତି ଖାଲି ଘରେ ଆମେ ଲେଖିବା। ଦେଖ ଏଠି ଛବି ଦେଖୁଛ, ଏଠି ବାଘ। ଏଇ ବାଘ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବାଘ, ଶିମିଳିପାଳ ଜୈବମଣ୍ଡଳ ଲେଖିବା। ବାଘ, ଶିମିଳିପାଳ ଜୈବମଣ୍ଡଳ। ଏଠି ଦେଖୁଛ ହାତୀ। ହାତୀ ଅଭୟାରଣ୍ୟ ଚନ୍ଦକାରେ ରହିଛି। ଚନ୍ଦକା ହାତୀ ଅଭୟାରଣ୍ୟ ପାଇଁ ପ୍ରସିଦ୍ଧ ଅଟେ। ଏଠି ଟିକରପଡ଼ା ସଂରକ୍ଷଣ କେନ୍ଦ୍ର। ଟିକରପଡ଼ା ସଂରକ୍ଷଣ କେନ୍ଦ୍ର, କୁମ୍ଭୀର ଟିକରପଡ଼ା କୁମ୍ଭୀର ସଂରକ୍ଷଣ କେନ୍ଦ୍ର। ତାପରେ ଏଠି ଲେଖା ହେଇଛି ଭିତରକନିକା ଗବେଷଣା ଓ ସଂରକ୍ଷଣ କେନ୍ଦ୍ର। ଏହା ହେଉଛି ବଉଳା କୁମ୍ଭୀର। ଭିତରକନିକା ଭିତରକନିକା ଗବେଷଣା ଓ ସଂରକ୍ଷଣ କେନ୍ଦ୍ର। ତାପରେ ଏଠି ଦେଖୁଛ ସାତପଡ଼ା ସଂରକ୍ଷଣ କେନ୍ଦ୍ର, ଡଲଫିନ୍ ପାଇଁ ବା ଡଲଫିନ୍ ସାତପଡ଼ା ସଂରକ୍ଷଣ କେନ୍ଦ୍ର। ତାପରେ ଗହିରମଥା ଅରଣ୍ୟ। ଗହିରମଥା ଅଲିଭ୍ ରିଡର କଇଁଛ ପାଇଁ ପ୍ରସିଦ୍ଧ। ଅଲିଭ୍ ରିଡର କଇଁଛ ଗହିରମଥା ଅଭୟାରଣ୍ୟ। ତାପରେ ଆମେ ଆଲୋଚନା କରିବା ଖଣିଜ ସମ୍ପଦ। ଖଣିଜ ସମ୍ପଦ ବିଷୟରେ ଆମେ ଆଲୋଚନା କରିବା। ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଟି ତଳେ ବହୁ ପରିମାଣରେ ଲୁହା ପଥର, କ୍ରୋମାଇଟ୍, ବକ୍ସାଇଟ୍, ମାଙ୍ଗାନେଜ୍, କୋଇଲା, ଅଭ୍ର, ଚୂନପଥର ପ୍ରଭୃତି ରହିଛି। ଏହି ସବୁ ସମ୍ପଦ ଖଣିରୁ ମିଳୁଥିବାରୁ ଏଗୁଡ଼ିକ ଖଣିଜ ସମ୍ପଦ। ଲୁହା, ଆଲୁମିନିୟମ୍, ତମ୍ବା, ସୁନା ଇତ୍ୟାଦି ଧାତୁ ସିଧାସଳଖ ମାଟି ତଳୁ ବାହାରି ନଥାଏ। ଏଥିରେ ଅନେକ ଅଦରକାରୀ ଜିନିଷ ମିଶିକିରି ଥାଏ। ବିଭିନ୍ନ ଉପାୟରେ ସେହି ଅଦରକାରୀ ଜିନିଷକୁ ବାହାର କରି ଦିଆଯାଏ। ଦରକାର ଜିନିଷ ଗୁଡ଼ିକ ବିଭିନ୍ନ ସାମଗ୍ରୀ ତିଆରି କରାଯାଏ ଆଉ ବିକ୍ରି କରାଯାଇ ଅର୍ଥ ଉପାର୍ଜନ କରାଯାଇଥାଏ। ଏଠି ଜିନିଷର ନାମ କେଉଁଥିରୁ ତିଆରି ତାହା ଲେଖାଯାଇଛି, ତାକୁ ଆମେ ଏଠି ଲେଖିବା। ଟାଙ୍ଗିଆ କେଉଁଥିରୁ ତିଆରି? ଲୁହାରୁ ତିଆରି। ଡେକ୍ଚି ଆଲୁମିନିୟମରୁ ତିଆରି, ଏଠି ଲେଖିବା ଆଲୁମିନିୟମ୍। ବିଜୁଳି ତାର ଆଲୁମିନିୟମ୍, ତମ୍ବା। ସେଭଳି ପେନ୍ସିଲ୍ ମୁନ ଗ୍ରାଫାଇଟ୍। ପେନ୍ସିଲ୍ ମୁନ ଗ୍ରାଫାଇଟ୍ ହେଲା। ଖଣିଜ ପଦାର୍ଥ ଏକ ସୀମିତ ସମ୍ପଦ, ଏଣୁ ଏହାକୁ ଜଗି ରଖି ଆବଶ୍ୟକ ଅନୁଯାୟୀ ଖଣିରୁ କାଢ଼ିବା ଉଚିତ। ନହେଲେ ଦିନ ଆସିବ ସେତେବେଳେ ଆମ ଖଣିଜ ସମ୍ପଦ ସବୁ ଶୂନ୍ୟ ହୋଇଯିବ। ତେଣୁ ଆମେ ଏଠି ଲେଖିବା ଖଣିଜ ପଦାର୍ଥର ନାମ ଦେଇଛି, କେଉଁ ଜିଲ୍ଲାରେ ମିଳୁଛି ତାକୁ ଆମେ ଆଲୋଚନା କରିବା। ଏଠି ଲେଖା ହେଇଛି ଲୁହାପଥର। ଲୁହାପଥର ମିଳୁଥିବା ସ୍ଥାନ ହେଉଛି କେଉଁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଯାଜପୁର। ସେହିଭଳି ବକ୍ସାଇଟ୍ କୋରାପୁଟ, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା। ସେହିଭଳି ଚୂନପଥର କେଉଁଠି ମିଳେ? ଚୂନପଥର କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ, କଳାହାଣ୍ଡି। ତାପରେ ଗ୍ରାଫାଇଟ୍ କୋରାପୁଟ, ବଲାଙ୍ଗୀର,
କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା ଗ୍ରାଫାଇଟ୍ ମିଳେ। ସେହିଭଳି ମାଙ୍ଗାନିଜ ପଥର କେଉଁଠି ମିଳେ? ନା ମାଙ୍ଗାନିଜ ପଥର ବଲାଙ୍ଗୀର, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା। ସେହିଭଳି କୋଇଲା ଝାରସୁଗୁଡ଼ା ଆଉ ଅନୁଗୁଳ। କ୍ରୋମାଇଟ୍ କେଉଁଝର, ଯାଜପୁରରେ କ୍ରୋମାଇଟ୍ ଖଣି ରହିଛି। ମାନବ ସମ୍ପଦ ପ୍ରକୃତିରେ ଥିବା ଜିନିଷଗୁଡ଼ିକ ଯଥା ପାଣି, ପବନ, ମାଟି, ପଶୁପକ୍ଷୀ, ବୃକ୍ଷଲତା, ଜଙ୍ଗଲ, ଖଣିଜ ସମ୍ପଦଗୁଡ଼ିକୁ ମଣିଷ ତାହାର ବୃତ୍ତି ବଳରେ ବିଭିନ୍ନ କାର୍ଯ୍ୟରେ ଲଗାଇଥାଏ। ଏହାଦ୍ୱାରା ଦେଶ ଓ ରାଜ୍ୟର ଉନ୍ନତି ସାଧନ ହୋଇଥାଏ। ଏଣୁ ମଣିଷ ହେଉଛି ଦେଶ ବା ରାଜ୍ୟର ଅତି ମୂଲ୍ୟବାନ ସମ୍ପଦ। ମଣିଷ ସୁସ୍ଥ ରହି କାର୍ଯ୍ୟ କରିବା ପାଇଁ ଅଧିକ ଶକ୍ତି ଆବଶ୍ୟକ କରେ। ଏହି ଶକ୍ତି ପାଇବା ପାଇଁ ଉତ୍ତମ ଖାଦ୍ୟ, ଉପଯୁକ୍ତ ପରିବେଶ ଓ ଶିକ୍ଷା ଏକାନ୍ତ ଆବଶ୍ୟକ। ଆମ ରାଜ୍ୟର ସାଧାରଣ ବର୍ଗ, ଜନଜାତି, ଅନୁସୂଚିତ ଜାତି, ଉପଜାତି ସମସ୍ତ ବର୍ଗ ଲୋକମାନେ ମାନବ ସମ୍ପଦର ଅନ୍ତର୍ଭୁକ୍ତ। ବର୍ତ୍ତମାନ ଆମେ ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତୁମେ କେତେ ପ୍ରକାର ମାଟି ଦେଖ? ଏହା କେଉଁ ଅଞ୍ଚଳରେ ଦେଖାଯାଏ? ତୁମ ଅଞ୍ଚଳର ମାଟି କି ପ୍ରକାର ଅଟେ? ଏହାକୁ ଆମେ ଲେଖିବା। ମାଟିରେ ଆମେ କ'ଣ କରୁଛେ? ମାଟିର ପ୍ରକାର କ'ଣ ଏବଂ ମାଟିକୁ ଆମେ କେଉଁ କାମରେ ଲଗାଉଛେ? ମାଟିକୁ ଆମେ ଘର ତିଆରି କାମରେ ଲଗାଉ। ମାଟି ଉପରେ ଆମେ ବସବାସ କରୁ। ମାଟିରୁ ମୂର୍ତ୍ତି, ହାଣ୍ଡି, ମାଠିଆ ସବୁ ତିଆରି କରାଯାଏ। ମାଟିରେ ଆମେ ବନ୍ଧ, ବାଡ଼, ରାସ୍ତାଘାଟ ଆଦି ତିଆରି କରିଥାଉ। ତାପରେ ଆସିଲା ଜଳ ଓ ଖଣିଜ ସମ୍ପଦକୁ ଜଗି ରଖି ବ୍ୟବହାର ନ କଲେ କ'ଣ ହେବ? ଜଳ ଓ ଖଣିଜ ସମ୍ପଦକୁ ଜଳ ହେଉଛି ଆମର ଅମୂଲ୍ୟ ସମ୍ପଦ। ଜଳ ବିନା ଜୀବଜଗତ ବଞ୍ଚିପାରିବେ ନାହିଁ। ଜଳକୁ ଆମେ ବିଭିନ୍ନ କାର୍ଯ୍ୟରେ ଲଗାଇଥାଉ। ଏସବୁ କାରଣରୁ ଆମେ ଜଳକୁ ଜଗି ରଖି କାମ କରିବା ଉଚିତ, ନଚେତ ଜଳର ଅଭାବ ଦେଖାଦେବ। ଖଣିଜ ପଦାର୍ଥ ଏକ ସୀମିତ ସମ୍ବଳ। ଖଣିଜ ସମ୍ପଦ ଆମ ରାଜ୍ୟର ପାର୍ବତ୍ୟ ମାଳ ଅଞ୍ଚଳରେ କେଉଁ କେଉଁ ଗଛ ଥାଏ, ତାକୁ ଆମେ କିପରି ବ୍ୟବହାର କରିଥାଉ? ଆମ ରାଜ୍ୟର ପାର୍ବତ୍ୟ ମାଳ ଅଞ୍ଚଳରେ କେଉଁ କେଉଁ ଗଛ ଥାଏ, ତାକୁ ଆମେ କିପରି ବ୍ୟବହାର କରୁ, ତାହା ତଳ କୋଠରୀରେ ଲେଖିବା। ଏଠି ଲେଖା ହେଇଛି ଶାଳ ଗଛ। ଶାଳ ଗଛରୁ ଘର ତିଆରି କରିବା ପାଇଁ ବ୍ୟବହାର କରିଥାଉ। ଶାଳ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରାଯାଏ। ସେହିଭଳି ଶାଗୁଆନ କାଠରେ ସୌଖିନ ଆସବାବପତ୍ର, ଖଟ, ଆଲମାରୀ ତିଆରି ହୁଏ। ବେତରୁ ଚେୟାର, ସୋଫା, ଦୋଳି, ସୌଖିନ ଆସବାବପତ୍ର ସବୁ ତିଆରି କରାଯାଏ। ଗମ୍ଭାରୀ ଗଛ, ଏହି କାଠରେ ସୌଖିନ ଆସବାବପତ୍ର ତିଆରି ହୋଇଥାଏ। ସେହିଭଳି ପିଆଶାଳରେ ମଧ୍ୟ ଆଲମିରା, ଖଟ, ପଲଙ୍କ, ଡ୍ରେସିଂ ଟେବୁଲ, ଡାଇନିଂ ଟେବୁଲ ଇତ୍ୟାଦି ପ୍ରସ୍ତୁତ କରାଯାଏ। ସେହିଭଳି ବାଉଁଶ ଗଛ, ଏଥିରେ ଘର ତିଆରି, ଟୋକେଇ, ଲୁଗା, କୁଲା, ପାଛିଆ ଆଦି ତିଆରି ହୁଏ। ବାଉଁଶକୁ ଭଲ କାଗଜ ତିଆରି ହୁଏ। ବାଉଁଶରୁ କାଗଜ ପ୍ରସ୍ତୁତ ହୋଇଥାଏ। 4 ନମ୍ବର ପ୍ରଶ୍ନ, ଜଙ୍ଗଲ ଦ୍ରବ୍ୟରୁ କ'ଣ ତିଆରି ହୁଏ? ତଳ କୋଠରୀରେ ଲେଖ। କାଠରୁ ଘର ତିଆରି ଉପକରଣ, ଆସବାବପତ୍ର ତିଆରି ହୁଏ। ବାଉଁଶରୁ ଘର ତିଆରି, କୁଲା, ପାଛିଆ ଇତ୍ୟାଦି ତିଆରି ହୋଇଥାଏ। ସବାଇ ଘାସ,
ସବାଇ ଘାସରୁ ଦଉଡ଼ି, କାଗଜ, ଆସବାବପତ୍ର ତିଆରି ହୋଇଥାଏ। ସେହିଭଳି କେନ୍ଦୁପତ୍ରରୁ ବିଡ଼ି ତିଆରି ହୁଏ। କେନ୍ଦୁପତ୍ରରୁ ବିଡ଼ି ତିଆରି ହୋଇଥାଏ। ସେ ପାଳୁଅ ଏଥିରେ କ୍ଷୀରି ତିଆରି ହୁଏ। ଲାଖ ମୂର୍ତ୍ତି ତିଆରି କରିବା, ସିଲ୍ କରିବା, ଅଳଙ୍କାର ତିଆରି କରିବା ଇତ୍ୟାଦି କାର୍ଯ୍ୟରେ ବ୍ୟବହାର ହୁଏ। ଲାଖ ମହୁଲ ଫୁଲରୁ ମଦ ତିଆରି ହୁଏ। ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ତାପରେ 5 ତୁମ ରାଜ୍ୟର ପଶୁ ସମ୍ପଦର ଗୋଟିଏ ତାଲିକା କର। ତୁମ ରାଜ୍ୟର ପଶୁ ସମ୍ପଦର ତାଲିକା କରିବ। ଜଙ୍ଗଲରେ କିଏ କିଏ ରହୁଛି ତାଲିକା କରିବ। ବାଘ, ସିଂହ, ଭାଲୁ, ହାତୀ, ହରିଣ ଇତ୍ୟାଦି। ସେହିଭଳି ଜଳରେ ରହୁଥିବା ପ୍ରାଣୀ, ଜଳରେ ରହୁଥିବା ଜୀବ, କୁମ୍ଭୀର, ଡଲଫିନ୍ ଇତ୍ୟାଦି। ସେହିଭଳି ଘରେ ରହୁଥିବା ଗାଈ, ଛେଳି, ମଇଁଷି, ଗଧ, କୁକୁର ଇତ୍ୟାଦି ଘରେ ପାଳନ କରାଯାଇଥାଏ। 6 ନମ୍ବର, କେଉଁ ଜିଲ୍ଲାରେ ଦେଖିବାକୁ ପାଇବା? ଶିମିଳିପାଳ ଜୈବମଣ୍ଡଳ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଚନ୍ଦକା ଅଭୟାରଣ୍ୟ ଖୋର୍ଦ୍ଧା ଜିଲ୍ଲାରେ। ଭିତରକନିକା ସଂରକ୍ଷଣ କେନ୍ଦ୍ର କେନ୍ଦ୍ରାପଡ଼ା। ସାତପଡ଼ା ସଂରକ୍ଷଣ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ? ପୁରୀ ଜିଲ୍ଲାରେ ଅବସ୍ଥିତ। ବର୍ତ୍ତମାନ ଆମେ 7 ନମ୍ବର ପ୍ରଶ୍ନର ଉତ୍ତର ଆଲୋଚନା କରିବା। ଜଙ୍ଗଲ ଦ୍ୱାରା ଆମ ରାଜ୍ୟର କ'ଣ ଉନ୍ନତି ହେଉଛି ଲେଖ। ଜଙ୍ଗଲ ରହିଲେ ଆମ ଫଳମୂଳ, କାଠ, ବାଉଁଶ, ସବାଇ ଘାସ ଇତ୍ୟାଦି ମିଳିଥାଏ। ଜଙ୍ଗଲ ଯୋଗୁଁ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ମଧ୍ୟ ବୃଦ୍ଧି ହୋଇଥାଏ। ତେଣୁ ବର୍ଷାର ପରିମାଣ ମଧ୍ୟ ପ୍ରଚୁର ବର୍ଷା ପରିମାଣ ହୋଇଥାଏ ଜଙ୍ଗଲ ରହିଲେ, ଏବଂ ପରିବେଶ ପ୍ରଦୂଷଣ ମୃତ୍ତିକାକ୍ଷୟକୁ ଦୂର କରିଥାଏ। ସେହିଭଳି କେନ୍ଦୁପତ୍ରରୁ କ'ଣ କରାଯାଏ? କେନ୍ଦୁପତ୍ରରୁ ବିଡ଼ି, ଶାଳପତ୍ରରୁ ଠୋଲା, ଦାନା, ସବାଇ ଘାସ, ଦଉଡ଼ି, କାଗଜ, ପୋଲାଙ୍ଗ ଓ ଶାଳମଞ୍ଜିରୁ ତେଲ ବାହାର କରାଯାଇ ବିକ୍ରି କରାଯାଏ। ଏହାଦ୍ୱାରା ଆମର ତଥା ଆମ ରାଜ୍ୟର ଉନ୍ନତି ହୁଏ। ସୁରକ୍ଷା ରଖିପାରିବା। ଆମେ ପଶୁମାନଙ୍କଠାରୁ ବହୁତ ଉପକାର ପାଇଥାଉ। ଗାଈ ମଇଁଠାରୁ କ୍ଷୀର ପାଉଛେ। ବଳଦ ମଇଁଷିକୁ ଆମେ ହଳ କାମରେ ଲଗାଉ। ଛେଳି ମେଣ୍ଢାରୁ କ୍ଷୀର, ମାଂସ ପାଉଥାଉ। ସେହିଭଳି କୁକୁର ଘର ଜଗିଥାଏ। ଆଉ କେତେକ ପଶୁ ଆମର ମନୋରଞ୍ଜନ ମଧ୍ୟ କରିଥାନ୍ତି। ପଶୁମାନେ ପ୍ରତ୍ୟକ୍ଷ ଭାବେ ପରୋକ୍ଷ ଭାବେ ଆମର ଅନେକ ଉପକାର କରିଥାନ୍ତି। ବର୍ତ୍ତମାନ 9 ନମ୍ବର ପ୍ରଶ୍ନ, କେଉଁ ଜିଲ୍ଲାରେ ଲୁହାପଥର ମିଳେ? କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର ଜିଲ୍ଲାରେ। ଖ ନମ୍ବର ପ୍ରଶ୍ନ, ଆମ ରାଜ୍ୟର କେଉଁ କେଉଁ ଖଣିଜ ପଦାର୍ଥ ମିଳେ? ଆମ ରାଜ୍ୟରେ ଲୁହାପଥର, ବକ୍ସାଇଟ୍, ଚୂନପଥର, ଗ୍ରାଫାଇଟ୍, ମାଙ୍ଗାନିଜ୍ ପଥର, କୋଇଲା, କ୍ରୋମାଇଟ୍ ଇତ୍ୟାଦି। 10 ନମ୍ବର ପ୍ରଶ୍ନ, କେଉଁଟି ଆମ ରାଜ୍ୟରେ ମିଳେ ନାହିଁ? ତାକୁ ଆମେ ଏହି ଶୂନ୍ୟ ସ୍ଥାନରେ ଲେଖିବା। କେଉଁଟି ଆମ ରାଜ୍ୟରେ ମିଳେ ନାହିଁ? ତମ୍ବା ଆମ ରାଜ୍ୟରେ ମିଳେ ନାହିଁ। ଏଠି ଆମେ ଲେଖିବା ତମ୍ବା। କେଉଁ ଖଣିଜ ସମ୍ପଦ ନୁହେଁ? କେଉଁଟି ଖଣିଜ ସମ୍ପଦ ନୁହେଁ? ଏଠି ଲେଖା ହେଇଛି କୋଇଲା, ଲୁହାପଥର, ଚୂନପଥର, ବୈଦ୍ୟୁତ ଶକ୍ତି। ଏହା ଲେଖିବା କେଉଁଟି ଆମର ଖଣିଜ ସମ୍ପଦ ନୁହେଁ? ବିଦ୍ୟୁତ ଶକ୍ତି ହେଉଛି ଆମର ଖଣିଜ ସମ୍ପଦ ନୁହେଁ। ଲୁହାପଥର, ଚୂନପଥର, କୋଇଲା ଖଣିରୁ ବାହାରେ, ତେଣୁ ଏହା ହେଉଛି
ଖଣିଜ ସମ୍ପଦ।